ତମେ ବନବାସିନୀ ହୁଅ ମା, ମୁଁ ମନା କରିବିନି। ତମ ସ୍ୱାମୀର ଦୁଃଖରେ ତମେ ଦୁଃଖୀ ହେଇଯା, ତମେ ବ୍ରତ ପାଳିବା ପାଇଁ ସ୍ୱାମୀଙ୍କ ସହିତ ସାଥୀ ହେଇଯା, ସେଥିରେ ମୋର ଆପତ୍ତି ନାହିଁ। ହେଲେ ମାରେ, ମୋ ଆଖି ଆଗରେ ଗୋଟେ ଗେରୁଆ ଲୁଗା ପିନ୍ଧିବ, ମୁଁ ତ ସମ୍ଭାଳି ପାରିବିନି ନା। ଆଉ ତମେ ଯଦି ଅଳଙ୍କାର ହୀନ ହବ, ଆଭୂଷଣ ହୀନ ହବ, ରାମଙ୍କର ଅମଙ୍ଗଳ ହବ, ବନବାସରେ ବହୁତ ଅଘଟଣ ଘଟିବ, ତମେ ସେ ବନବାସକୁ ପୂର୍ଣ୍ଣ କରିପାରିବ ନାହିଁ। ତେଣୁ ରାମଙ୍କର ମଙ୍ଗଳ ପାଇଁ, ସ୍ୱାମୀର ମଙ୍ଗଳ ପାଇଁ ନାରୀ ଦେହରେ ଅଳଙ୍କାର ରହିବା ଦରକାର। ତମେ ଆଭୂଷଣହୀନ ଅଳଙ୍କାରହୀନ ହବନି। ଯଦି ବନବାସ ଯିବ, ପାଟ ଲୁଗା ଏବଂ ରାଜବସ୍ତ୍ର ଆଉ ଅଳଙ୍କାର ପିନ୍ଧିକି ବନବାସିନୀ। ତେଣୁ ସୀତା ଗେରୁଆ ଲୁଗା ପିନ୍ଧି ନାହାନ୍ତି, ବଶିଷ୍ଠ ବାରଣ କରୁଛନ୍ତି। ତେଣୁ ଏଥିରୁ କ'ଣ ଶିକ୍ଷା ହେଲା ନା, ସ୍ୱାମୀମାନେ ତମେ ସ୍ତ୍ରୀକି ଅଳଙ୍କାର ନ ଦିଅ, ଆପତ୍ତି ନାହିଁ। ସୁନା ଯୋଉ ରେଟ୍ ହେଲାଣି, ରୋଜଗାର ତ ସେତିକି ଥିଲେ ହବ ନା, ଆପତ୍ତି ନାହିଁ। କିନ୍ତୁ ସିଏ କାନ୍ଦି କୁଥେଇ କହି ପଛିକି ବୋପା ଘରକୁ ଯୋଉ ଅଳଙ୍କାର ଆଣିଛି, ତାକୁ କୋଉଠି ବନ୍ଧା ପକେଇକି ଭାଟିକି ଯାଇକି ପିଇକି ତମେ ଗଡ଼ିବାର ଅଧିକାର ତମର ନାହିଁ। ତାଠୁ ତା ଅଳଙ୍କାରକୁ କୋଉଠି ବିକା ଭଙ୍ଗା କରିକି ବନ୍ଧା ସନ୍ଧା ପକେଇକି ତମେ ତାକୁ ନଷ୍ଟ କରିବାର ଅଧିକାର ନାହିଁ। କଲେ ଏଥିରେ ସ୍ୱାମୀର ମଙ୍ଗଳ ହବନି, ମନା କରାଯାଇଛି। এই অপট সিয় করি নই কারণ তব বসিত উঠি কিয় নিবারণ। শ্রীরাম জয় রাম জয় জয় রাম, শ্রীরাম জয় রাম জয় জয় রাম। ସୀତାଙ୍କୁ ରାଜବେଶ ରାଣୀ ବେଶରେ ସଜାଉଛନ୍ତି। ପାଟ ବସ୍ତ୍ର ପରିଧାନ କରି ଅଳଙ୍କାରରେ ମା ଆଭୂଷଣରେ ଭୂଷିତା ହେଉଛନ୍ତି, ବନବାସ ଯିବେ। ରାମଙ୍କର ଗେରୁଆ ଲୁଗା ପିନ୍ଧା ଦେଖିକି କୌଶଲ୍ୟା ସମ୍ଭାଳି ପାରିଲେ। ହୃଦୟରେ ପୁଅକୁ ଜାବୁଡ଼ିକି ଧରିକି ବିକଳରେ କୌଶଲ୍ୟା ମା ରାମ କହୁଛନ୍ତି, କହିଲେ ରାମ ବହୁରୀ ରାମ କହିଲା କହି ରଘୁବର ରଘୁପତି ରାମ। କହିଲେ ମୁଁ ରାମଲାଲା ବୋଲି ଡାକୁଥିଲି, ଆଉ କାହାକୁ ଡାକିବି? ସେ ଡାକିବା ମୋର ଆଜି ବନ୍ଦ ହେଇଯିବ। ଆଉ ରଘୁପତି ରଘୁବର ରାମ, ମୁଁ କେତେ ଗେଲରେ ଆଉ କେତେ ଆନନ୍ଦରେ ମୋ ପୁଅକୁ କେତେ ଥର ଡାକୁଥିଲି ରାମ ରାମ। କାଲିଠାରୁ ଆଉ ମୁଁ ତୁଣ୍ଡରେ ରାମ ନାମ ଧରିବିନି। ଆଉ ଏ ପରିଣତ ବୟସରେ ଯୋଉ ବିରହ ଦୁଃଖ, ତାକୁ ଆଉ ସହିପାରିବିନି ରାମ। ଅଯୋଧ୍ୟାର ଆକାଶ ଜନ ଚତୁର୍ଦଶ ବରଷ ବନ, ଅଯୋଧ୍ୟାର ଆକାଶ ଜନ ଚତୁର୍ଦଶ ବରଷ ବନ, ଗମିଲେ ତ ବିନା ସାକେତ ନଗର, ଗମିଲେ ତ ବିନା ସାକେତ ନଗର, କୁମୁଦଇବ ତୁରିତେ କ୍ଷୀଣ ପରାଣ ଧନ, ବାବୁ ଶ୍ରୀରାମ ରେ ପରାଣ ଧନ, ବାବୁ ଶ୍ରୀରାମ ରେ ପରାଣ ଧନ। ଅଯୋଧ୍ୟାର ଆକାଶର ଜହ୍ନ ସମୁଦ୍ର ପାଇଁ ଲିଭିଯିବ, ହଜିଯିବ ରାମ। ଆଉ ତୁମର ନେତ୍ର ପିତୁଳା ବଚନ ତ ପିୟୁଷ ବୋଳା, ତୁମର ନେତ୍ର ପିତୁଳା ବଚନ ତ ପିୟୁଷ, ତୋ ନାଲିର ଧନୁ ସେ ମିଠା ଭାଷଣ, ତୋ ନାଲିର ଧନୁ ସେ ମିଠା ଭାଷଣ, ଶୁଣିବାକୁ ସଦା ତୋର ସେ କାନ ପରାଣ ଧନ, ବାବୁ ଶ୍ରୀରାମ ରେ ପରାଣ ଧନ। ମଧୁର ମଧୁର ଭାସୁଥିବ, ମଧୁଲି ଅଧରେ ହସୁଥିବ, ମଧୁର ମଧୁର ଭାସୁଥିବ, ମଧୁଲି ଅଧରେ ହସୁଥିବ, ଧୂଳି ଧୂସରିଆ କାଳିଆ ଶ୍ରୀରାମ କୋଳେ ପୁଣି ବସୁଥିବ, ମା ମା ବୋଲି ଭାସୁଥିବ। ଅବଧ ଶିଶୁ ଶ୍ରୀରାମଙ୍କର ଅନିର୍ବାଚନୀୟ
ବାଲ୍ୟ ଲୀଳା ମା ମନେ ପକାଉଛନ୍ତି। ଧୂଳି ଦୂଷର ହେଇକି ଗଡ଼ି ଆସିକି ମୋ କୋଳରେ ବସୁଥିବୁ, ମୁଁ ଝାଡ଼ି ଦେଉଥିବି, ତୋ ମୁଖରେ ଚୁମ୍ବନ ଦେଉଥିବି, ତୁ ଦର ଖୁଣ୍ଡେ କଥା କହୁଥିବୁ, ମା ମା ବୋଲି ଡାକୁଥିବୁ। ଏ ଜାଣ ତ ବିବାହ ହେଲେ ମଧ୍ୟ ମାର ସ୍ନେହ, ମାର ଆଦର, ମା ସମ୍ମାନରୁ ମତେ କେବେ ହେଲେ ଉଣା କରନୁ ରା। ଆଉ ତୋ ନାରୀର ଦନୁ ସେ ମିଠା ଭାଷଣ, ଯୋଉ ମଧୁର ସମ୍ଭାଷଣ, ମଧୁର ମା ଡାକ, ଆଉ ସେଟା ମୋ ଜୀବନରେ ହବନି ରା। ଆଜି ତାର ପୂର୍ଣ୍ଣଚ୍ଛେଦ ହେଲା କି? କୌଶଲ୍ୟା ମା ବିକଳରେ କାନ୍ଦୁଛନ୍ତି। ଆଉ ସୀତାଙ୍କୁ ଧରି କାନ୍ଦିଲେ। ଶାଶୁ କେମିତିଆ, ବୋହୂ କେମିତିଆ? କହିଲେ ଦୀପବତୀ ନହିଁ ତାର ନ କହୁ। ଗୋସ୍ୱାମୀ କହିଲେ ମା, ମୁଁ ଶାଶୁ ତୁ ବୋହୂ, ଗୋଟେ ଦୀପବତୀ ଜାଳିବା ପାଇଁ ଦିନେ ମୁଁ କହିଲି। ଘଟଣାଟି କ'ଣ? ଅଯୋଧ୍ୟାରେ ଗୋଟେ ଅସୁର ଉତ୍ପାତ ହେଲା, ଭୟଙ୍କର ହେଲା, ଅତିଷ୍ଠ ହେଲା। ଦଶରଥ ଯେତେ ଚେଷ୍ଟା କଲେ ଅସୁର ପ୍ରାଦୁର୍ଭାବ କମିଲାନି। ବଶିଷ୍ଠ କହୁଛନ୍ତି, କହିଲେ ପୁଣ୍ୟଶ୍ଲୋକ ଦଶରଥ, ଯଦି କୌଣସି ବୋହୂ ଗୋଟେ ଦୀପ ଜାଳିଦେବ, ତା ପ୍ରଭାବରେ ଅସୁର ଅଯୋଧ୍ୟା ଛାଡ଼ିକି ପଳେଇବ। ସୀତାଙ୍କୁ କହିଲା ପର୍ଯ୍ୟନ୍ତ କଥା ଯାଇନି। କେମିତିଆ ବୋହୂ ସିଏ ଦେଖନ୍ତୁ। ସେତିକି ଶୁଣିଦେଲେ ସାଙ୍ଗେ ସାଙ୍ଗେ ଦୀପଟିଏ ପ୍ରସ୍ତୁତ କରି ମା ବସିକି ଜାଳୁଛନ୍ତି। ଦୀପଟିଏ ଜାଳିବା କେତେ ପରିଶ୍ରମ କାମ। କିଛି ସମୟ ପରେ କୌଶଲ୍ୟା ସମ୍ଭାଳି ପାରିଲେନି, କହିଲେ ମୋ ବୋହୂକୁ କଷ୍ଟ ହବ। ସୀତାଙ୍କ ହାତ ଧରିକି ଉଠେଇ ଦେଲେ, କହିଲେ ମା ରେ, ତୋ ଅଣ୍ଟା କ'ଣ ହେଇଯିବ, କେତେ ସମୟ ବସିବୁ, ତୁ ଉଠିଯା, ମୁଁ ବସିକି ଜାଳୁଛି। ଦୀପବତୀ ନାହିଁ ତାର ନ କହୁ। ଚିନ୍ତା କରନ୍ତୁ, ଶାଶୁ କେମିତିଆ, ବୋହୂ କେମିତିଆ। କୌଶଲ୍ୟା ସୀତାଙ୍କ ପାଇଁ ଦୁଃଖ କରୁଛନ୍ତି। ଆଉ ସେଭଳି ବୋହୂ ଶାଶୁ ପାଇଁ ଦୁଃଖ କରିବନି? କିଭଳିଆ ଶାଶୁ ସିଏ। ତେଣୁ ଆମେ ଶିଖିଲେ କ'ଣ ନା, ଦୀପର ଜ୍ୟୋତି ପରମ ବ୍ରହ୍ମଙ୍କ ସ୍ୱରୂପ। ଦୀପଂ ଜ୍ୟୋତି ପରମ ବ୍ରହ୍ମଂ ଦୀପଂ ଜ୍ୟୋତି ଜନାର୍ଦ୍ଦନ। ସନ୍ଧ୍ୟା ସମୟରେ ଘରେ ଗୋଟେ ଦୀପ ଜାଳିବା ଦରକାର। ମା ମାନେ ଏ କଥାକୁ ଅବଧାର୍ଯ୍ୟ କର, ଏକୁ ମାନିବ। ଘରେ ପ୍ରଦୀପ ପ୍ରଜ୍ୱଳନ କଲେ ଘରର ଅଶୁଭ ଶକ୍ତି ଦୂର ହେବ, ନକାରାତ୍ମକ ଶକ୍ତି ଉର୍ଜା ନଷ୍ଟ ହୋଇ ସକାରାତ୍ମକ ଭାବନା ଦୂର ହେବ। ଆସୁରିକ ଶକ୍ତି, ଆସୁରିକ ପ୍ରଭାବ ଘରେ କିଛି ପଡ଼ିବ ନାହିଁ। ପ୍ରଦୀପ ପ୍ରଜ୍ୱଳନ କରିବା ଦରକାର। କିନ୍ତୁ ଏବେ ଧର୍ମ ବଳ କ'ଣ? ଘରର ଗୋଟେ ଧର୍ମ ବଳ ରହିବା ଦରକାର। ସନ୍ଧ୍ୟାବେଳେ ଦ୍ୱାର ବନ୍ଧରେ ସନ୍ଧ୍ୟା ବଳିତାଟେ ଥୋଇବା ଦରକାର। ଏବେ ମା ଝିଅ ଉଭୟ ବସିକି ମୋବାଇଲ ଦେଖୁଛି। ଭଲ ସିରିଏଲ ପଡ଼ିଲେ ସନ୍ଧ୍ୟା ବେଳ ହେଲେ ମା ଝିଅକୁ କହୁଛି ତୁ ଜାମ ଟିକେ ଥୋଇଦେବୁ। ମାନେ ଇଚ୍ଛା ଶକ୍ତି କମିଗଲାଣି। ଝିଅ କହୁଛୁ ତୁ ଯାଉ, ଭଲ ସିରିଏଲ ଦେଖୁଛି। ଅଭାବ ହେଲା, ଧର୍ମ ବଳ ଆମର କମି ଯାଉଛି। କୌଶଲ୍ୟା କହୁଛନ୍ତି, କହିଲେ ଦୀପବତୀ ନାହିଁ ତାର ନ କହୁ। ଶାଶୁ ଆଉ ବୋହୂର ସମ୍ପର୍କ କେମିତି ଥିଲା, ଯାହା ରାମାୟଣରେ ବର୍ଣ୍ଣନା ହେଇଛି ସେଇଟା ଅଭାବ। ସନ୍ଧ୍ୟାବେଳେ ମୋର ମନେ ପଡ଼େ ଶାଶୁ ବୁଢ଼ୀ ଗୋଟେ ଲଣ୍ଠନ ଠେଙ୍ଗାଟିଏ ଧରିକି ପୋଖରୀ ଆଡ଼େ ଗାଡ଼ି ଆଡ଼େ ଯାଉଛି। ଦିଅଣ୍ଡା ଦଣ୍ଡାବାଳୁଙ୍କା ପୋଖରୀ ଧରୁଥିଲେ, ବାଟରେ ବୁଢ଼ୀକି ଦେଖିଲେ। କହିଲେ ମାଉସୀ, ଏ ଅନ୍ଧାରରେ ବାଡ଼ି ଆଉ ଲଣ୍ଠନ ଧରି କୁଆଡ଼େ ଯାଉଛି? ନା ସେ ଉଦଣ୍ଡି ବୋହୂ ଉତ୍ପାତ ଆଉ ସହି ହେବ ନା। ହେଲେ ଏବେ କରିବୁ କ'ଣ? ନା ଆଉ ଉପାୟ କ'ଣ? ଆତ୍ମହତ୍ୟା କରିଦେବି, ମରିଯିବି, ଆଉ କେତେ ସହିବି। ତାର ଉଦ୍ଧତାନି, ତାର ଯେଉଁ କଦର୍ଯ୍ୟ ବ୍ୟବହାର ମୁଁ ଆଉ ସହିପାରିବିନି। ଆଜି ଆତ୍ମହତ୍ୟା କରିବି। ସେ ଯୋଡ଼ିକୁ ଯାକ ତ ଦଣ୍ଡା ବାଳୁଙ୍ଗା। କହିଲେ ଆଚ୍ଛା ମାଉସୀ, ତୁ ତ ମରିବାକୁ ଯାଉଛୁ, ଏ ଠେଙ୍ଗା ଆଉ ଲଣ୍ଠନ କାହିଁକି ନେଉଛୁ? କହିଲା ଲମ୍ବା ଜନ୍ତୁ ମତେ ଖାଇଯିବ, ସାପ କାମୁଡ଼ି ଦବ। ତାମାନେ ଭିତିରି ମରିବା ଇଚ୍ଛା ନାହିଁ, ବହୁ ବିରୋଧରେ ଅପପ୍ରଚାର କରିବାକୁ ଯାଉଛି। ଆଉ କିରେ ଚୋର ତ ସେ ଗୋଟାକ ବୋହୂ, ପାଣି ମଧ୍ୟ ସେଇ ଦବ, ଭଲ ହଉ ଖରାପ ହଉ। ଆଉ ତା ବିରୋଧରେ ଚର୍ଚ୍ଚା କଲେ ତା ରାଗ ତ ପୁରା ବଢ଼ିବ ନା କମିବ? ଶାଶୁ ବୋହୂ ପ୍ରୀତିଟା କମିବ ନା ବଢ଼ିବ? ଠିକ ନାହିଁ। ଆଉ ମରିଯାଆନ୍ତୁ ତ କଳଙ୍କ ଯାଆନ୍ତା, ମରିବୁନି ତ ପ୍ରହସନ କାହିଁକି? ଆମ ଶାଶୁ ବୋହୂଙ୍କ ଅବସ୍ଥା ଏବେ ଏଇଆ। ତେଣୁ ଯେଉଁ ପରିବାରରେ ବୋହୂ ଶାଶୁକୁ ନିଜ ମା ଭଳିଆ ଜ୍ଞାନ କରିବ, ମା ବୋଲି ଚିନ୍ତା କରିବ, ଯେମିତି ମା କେତେବେଳେ ତାଗିଦ କଲେ, ତିରସ୍କାର କଲେ, ଟାଣ କଥା କଲେ ଝିଅ ସମ୍ଭାଳୁଛୁ କି ନାହିଁ? ଆଉ ଯଦି ଶାଶୁ ଯଦି ତିଆରିଲା କହିଲା, କାହିଁକି ନ ସମ୍ଭାଳିବ? ନା ଭୁଲ ସହିବା କଥା ନୁହଁ କି? ଶାଶୁ କଥା ମାନିବା କଥା ନୁହଁ କି? ଅଧତାମି କଲେ ହବ କି? ଜବାବ ସୱାଲ ଦେଲେ। ଏକରେ ଶାଶୁ ମଧ୍ୟ ବୋହୂକୁ ନିଜ ଝିଅ ଭଳିଆ ଦେଖିବା ଦରକାର। ନିଜ ଝିଅ ଯଦି ଦୋଷ କଲା, ମା ତ କେଡ଼େ ସୁନ୍ଦର ଘୋଡ଼େଇ ଦେଉଛି, ମାଡ଼ି ବସୁ ସାଙ୍ଗେ ସାଙ୍ଗେ, ଝିଅ ସପକ୍ଷରେ ଠିଆ ହେଉଛୁ। ବୋହୂ ଯଦି କ'ଣ ଟିକେ ଭୁଲ ଭାଲ ଦୋଷ କରିଦେଲା, ତାକୁ କ'ଣ
ଶାଶୁ ସହିବା କଥା ନୁହଁ କି? ଆଜି ଆମ ପରିବାରରେ ବିପର୍ଯ୍ୟୟ କାହିଁକି? ପରିବାର ନଷ୍ଟ ହଉଛି କାହିଁକି? ଏଇଥିପାଇଁ ଶାଶୁ ବୋହୂକୁ ନିଜ ଝିଅ ଭଳିଆ ଦେଖୁନି କି ବୋହୂ ବି ଶାଶୁକୁ ନିଜ ମା ଭଳିଆ ଜ୍ଞାନ କରୁନି, ଯୋଉଥିପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହଉଛି। ଇଏ କୌଶଲ୍ୟା ସୀତାଙ୍କର କଥା। କୌଶଲ୍ୟା କାନ୍ଦିଲେ କହିଲେ, ମା ତୁ ବୋହୂ ମୋ ଶାଶୁ, ମୁଁ ସାମାନ୍ୟ ଛୋଟିଆ କାମଟେ ମଧ୍ୟ ତତେ କରେଇ ଦେଇନି କେବେ। ବନ ରାଜ୍ୟରେ ଏତେ କଷ୍ଟରେ କେମିତି ଦିନ କାଟିବୁ ତାହା ତ ଆଜି ଚିନ୍ତାର କାରଣ ନା। କୋମଳ ସେ କମଳ ପାଦ ଗମିବ କି ଅଗମ୍ୟ ପଥ। କୋମଳ ସେ କମଳ ପାଦ ଗମିବ କି ଅଜଣା ପଥ। ସଙ୍ଗେ ସୁକୁମାରୀ ଜନକ କୁମାରୀ, ସଙ୍ଗେ ସୁକୁମାରୀ ଜନକ କୁମାରୀ। ଲଭିବ ଭୀଷଣ କଷଣ ମାନ ପରାଣ ଧନ। ବାବୁ ଶ୍ରୀରାମ ରେ ପରାଣ ଧନ। ଅଲିଅଳି ସୁକୁମାରୀ ରାଜକୁମାରୀ ସୀତା, କୋମଳାଙ୍ଗୀ ସୀତା, ପାଦ ଏତେ କୋମଳ। ପୁଣ୍ୟ ଶ୍ଲୋକ ଦଶରଥ ପଦ୍ମ ଫୁଲ ଗଣାରେ ବିଛାନ୍ତି, ତା ଉପରେ ଜାନକୀ ଚାଲନ୍ତି। କୌଶଲ୍ୟା କହିବା କଥା, ରାମ ସେ କଣ୍ଟା ପଥର ଦନ୍ତରିତ ରାସ୍ତାରେ ସୀତା ଚାଲିବ କେମିତି? ଏଡେ କୋମଳ ପାଦରେ କୋମଳାଙ୍ଗୀ ଜାନକୀ କେମିତି ତୋ ସାଙ୍ଗରେ ଚାଲିବ? କେମିତି ବନବାସ ହବ? ହେଲେ ଧନରେ ସୀତା ମନରେ କେବେ କଷ୍ଟ ଦବୁନି। କେତେବେଳେ ଚାଲି ନ ପାରିଲା, ପାଦ ସହିତ ପାଦ ତାଳ ଦେଇ ସୀତା ଗତି ନ କରିପାରିବ, ସେତେବେଳେ ତାପରେ ବିରକ୍ତ ହବୁନି, ରାଗି ଯିବୁନି, ତା ମନରେ କଷ୍ଟ ଦବୁନି। ଶାଶୁ କେମିତି ଦେଖ, ଅତି ସୁକୁମାରୀ ଜନକ କୁମାରୀ, ଅତି ସୁକୁମାରୀ ଜନକ କୁମାରୀ। କେବେ ତା ମନରେ କଷ୍ଟ ନ ଦେବୁ, କେବେ ଫେରିବୁ ବାବୁ ଶ୍ରୀରାମ ରେ କେବେ ଫେରିବୁ। बोल आनंद कंद भगवान की प्रेम से बोले आनंद गवार। लीला आगु राम लक्ष्मण सीता बाहरुଛନ୍ତି। कौशल्या माँ सीता को कोଳରେ ଧରି ତାଙ୍କୁ ଶିକ୍ଷା ଦେଉଛି। କହିଲେ, ମା ମୁଁ ତ ଯେତେ ଚେଷ୍ଟା କଲି ବନବାସକୁ ରୋକି ପାରିଲିନି, ବାରଣ ତ କରିପାରିଲିନି। ହେଲେ ବୈଦେହୀ ଶାଶୁ ହିସାବରେ ଯୋଉଟେ କଥା କହିବି, ମା ତୁ ସେ ବନ ରାଜ୍ୟରେ ପାଳି ପାରିବୁ ତ? ସୀତା କହିଲେ, ମା ଏମିତି କୋଉ କଥା ଆପଣ କହିବେ ମୁଁ ପୁଣି ପାଳିବିନି, ଭାବୁଛନ୍ତି କେମିତି? କହନ୍ତୁ ମା। କୌଶଲ୍ୟା ସୀତାଙ୍କୁ ଶିକ୍ଷା ଦେଲେ। ଯୋଡ଼େ କଥା କହିଲେ, ସବୁ ହଁ ହଁ କଲେ, ମାନିଲେ, କୋଉ କଥାଟା ସୀତା କିନ୍ତୁ ପାଳି ପାରିଲେ। କଣ କହିଲେ? ଉତ୍କଳର ବରପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସ ଲେଖୁଛନ୍ତି, ତୃତୀୟ କବିମାନେ ମଧ୍ୟ ଲେଖିଛନ୍ତି। କଣ କହିଲେ ନା, ବିପିନ ରେ ପିନ ଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ ଯେ, ବେନି ସହୋଦର ମଧ୍ୟରେ ଆଦର ବିପଥରେ କରି ବୁଝେ ବାଷ୍ପେ ଲାଉର ପାଣି ନସ୍ଫୁରେ କଣ୍ଠୁ ତାଙ୍କର ହେ ବାଷ୍ପେ ଲାଉର। ସମୟ ଥିଲା ଶାଶୁମାନେ ବୋହୂକୁ ତାଙ୍କ ମା ନାଁ ଧରିକି ଡାକୁଥିଲେ। ବିପିନରେ ପିନ ଓରଜା, ପିନ ମାନେ ବସୁଧ୍ୟା, ଓରଜା ମାନେ ଝିଅ। କୌଶଲ୍ୟା କହିଲେ, କହିଲେ ଏ ବସୁଧ୍ୟା ଝିଅ, ମୁଁ କଣ କହୁଛି ମୋ କଥା ଟିକେ ଶୁଣୁ। ଶାଶୁମାନେ କହନ୍ତି, ଅମୁକ ଝିଅ ମୋ କଥା ଟିକେ ଶୁଣୁ। କି ସୁନ୍ଦର ସଂସ୍କୃତି ଦେଖନ୍ତୁ। ଅରଣ୍ୟରେ ଅପୂର୍ବ ପଦାର୍ଥ ଦେଖିଲେ, ଆଶ୍ଚର୍ଯ୍ୟ କଥା ଦେଖିଲେ, ଆସକ୍ତ ହେଇକି ମୋ ପୁଅକୁ ମାଗିବୁନି, ରାମକୁ ମାଗିବୁନି, ସେଥିରେ ମଙ୍ଗଳ ହବନି। ସୀତା ରାଜି ହେଲେ କି ନାହିଁ? ଆଉ ବେନିସ ହୋଦର ମଧ୍ୟରେ ଆଦର। ଦି ଭାଇ ଯାଉଛନ୍ତି, ଜଣେ ସ୍ୱାମୀ ଜଣେ ଦିଅର। ସ୍ୱାମୀ କି ଯେଭଳି ଭାବରେ
ଆଦର କରିବା କଥା, ସମ୍ମାନ ଦେବା କଥା।